अपना चलतु आज मुझे बाहर मयूरी कालुआ चलते जावा। ये देखु ये हूँ माँ कालुआ मंदिर गेट पाखे आसिक आम पहुँची जाइए। आपण मैंने देखुं गेट टी को चलतु भीतर को जावा। आम रास्तार देखु ये माँ रास्ता आम जाऊँ अतिक्रम ये गेट पाखर आउ जावाक 2-3 किलोमीटर रास्ता। आपण मैंने जब जाइए मयूरी कालुआ जब भी जब आपण मैंने आस्का रोड देखी मयूरी कालुआ दिगपंडी रास्ता जाऊा बेले से रास्तार गोटे गेट अच्छी सेपटे जापारे। आउ गोटे रास्ता अच्छी आमर ब्रह्मपुर हड़ाखंडी जे कि नंबर 1 से पटे रास्ता अच्छी से पटर मयूरी कालुआ को आसीपर। ये तो आम देखु ये पहाड़ आम पहुँची गलु पाखापाखि। ये देखु केड़े सुंदर पहाड़ गछ लता वृक्षलता भरपूर गछ रही। एते खरारे भी गछ पत्र थिबा जोगु टिके सते खरा जड़ा पड़नी हेले भी तथापि खरार प्रचंड खरार ताती आमको विचलित करुच्ची। चलतु देखु पहाड़ दृश्य पहाड़ को गछ बहुत सुंदर लगुच। चलतु देखा आसतु रास्तार आम आउ चलिए पाखापाखि मंदिर पाखापाखि आम पहुँचवा आउ कि समय अच्छी रास्ता आपको वीडियो माध्यम गोटे गोटे देखिए देखु आम पाखापाखि मंदिर पाखापाखि पहुँची गलु आउ टे समय रहा। चलतु देखा प्रथम आम कौन कौन पड़ी कि मंदिर टी पड़ी आम देखा। ये देखु बहुत सुंदर गछ पत्र देखा जाउची रास्तार सुनसान। ये हूँ मयूरी कालुआ माँ कालेश्वर मंदिर शिवपीठ उपरे माँ पहाड़टी जो देखा जाउची माँ मंदिर से ऊपर तो आम तो जापरिबानी। यार देखु ये हूँ शिवंकर महादेव मंदिर ये महादेव मंदिरटी आपण मैंने देखु महादेव मंदिर रे दर्शन करिया प्रथम जेहेतु मयूरी कालुआ हेतु ये महादेव ना अच्छी माँ कालेश्वर से मंदिर दर्शन करवा बहुत बड़ वृषभ गोटे तैयारी महादेव को जगी रही वृषभ जेट्रे। देखु पहाड़ उपरे माँ मंदिर जोटी माँ से ही स्थापन होती से लोके कहते से ऊपर ढाल फपाड़ा द्वारा ए तले आसी गोटे मंदिर स्थापन हो। देखु पिकनिक बहुत मात्रा लोक भी आसछन्ति पिकनिक आज एते प्रचंड खरार मध्य लोक माने पिकनिक मजा नौचंती भोजी भातर मजा नौचंती भोजी गहली अच्छी प्लेस टी देखु। ये हूँ माँ मंदिर पाखु ये माँ मंदिर सामनार दृश्य माँ को मंदिर भीतर को जीवा महादेव को दर्शन कले माँ को दर्शन करवा। देखु माँ मंदिर भीतर को आम प्रवेश करवा मंदिर रे दीप वीप जाली पूजा अर्चना करवा। माँ पूजारी अच्छा पूजारी पूजा करुँच। देखु माँ को सुंदर मूर्ति खोला आपण मैंने जमाने जा देखी पारि ना माँ को देखी पारि ना आमर वीडियो माध्यम देखी दिंतु। देखु माँ को आम
କ୍ଲିୟରରେ ଟିକେ ଦେଖାଇ ଦେଉଛୁ। ଇଏ ହେଉଛି ମାଙ୍କର ମନ୍ଦିର। ବହୁତ ସୁନ୍ଦର ମୂର୍ତ୍ତି ମାଙ୍କର, ବହୁତ ବଢ଼ିଆ ସୁନା ଅଳଙ୍କାର ଲଗେଇ ବନାଯାଇଛି। ଦେଖିଲେ ଆମେ ପୂଜା ଅର୍ଚ୍ଚନା ମାଙ୍କୁ ଟିକେ ପ୍ରାର୍ଥନା କରିବା। ଦେଖନ୍ତୁ ସୁନ୍ଦର ଭାବରେ ମନ୍ଦିରଟି ହେଇଛି। ଆପଣମାନେ ଦେଖୁଛନ୍ତି ମନ୍ଦିରର ଭିତରଟି ବହୁତ ସୁନ୍ଦରରେ ଲାଗୁଛି। ଏତେ ଖରାରେ ବି ମନ୍ଦିର ଭିତରକୁ ଆସିଲେ ଥଣ୍ଡା ଲାଗୁଛି। ଦେଖନ୍ତୁ ପୁରା ପ୍ରଚଣ୍ଡ ଖରାରେ ଆମେ ଆସି ଝାଉଁଳି ଯାଇଥିଲୁ। ମାଙ୍କର ମନ୍ଦିର ଭିତରେ ଆସି ଟିକେ ଶାନ୍ତି ଲାଗିଲା। ମାଙ୍କୁ ଦର୍ଶନ କଲୁ। ମାଙ୍କ ପୂଜା ଚାଲିଛି, ଆପଣମାନେ ତ ଦେଖୁଛନ୍ତି। ଦେଖନ୍ତୁ ମାଙ୍କର ପୂଜା ଚାଲିଛି। ମାଙ୍କୁ ପୂଜା କରିବାକୁ ସମସ୍ତେ ଦେଖନ୍ତୁ, ଚକ୍ଷୁରେ ମାଙ୍କର ଦର୍ଶନ କରନ୍ତୁ, ମାଙ୍କର କୃପା ଲାଭ କରନ୍ତୁ, ମାଙ୍କର ଆଶୀର୍ବାଦ ଲାଭ କରନ୍ତୁ। ଆମେ ତ ଆସିଛୁ ମାଙ୍କୁ ଦର୍ଶନ କରିବା, ବୁଲିଯିବା। ଦେଖନ୍ତୁ ମାଙ୍କର ଦର୍ଶନ ଆଉ ଇଏ ବାହାରର ଦୃଶ୍ୟ ଆପଣମାନଙ୍କୁ ଟିକେ ଦେଖାଇ ଦେଉଛୁ। ଏ ଦେଖନ୍ତୁ ମାଙ୍କର ମନ୍ଦିରର ସିଧା ଉପରେ ପାହାଡ଼ଟି ଦେଖାଯାଉଛି। ଯେ ସେଇଠୁ ମା ସ୍ଥାପନ ହେଇଛନ୍ତି। ସେଇଠାରୁ ଏଇ ମନ୍ଦିରରେ ତଳେ ଗୋଟେ ସ୍ଥାପନ କରାଯାଇଛି, ଯାହାଫଳରେ କି ଆପଣମାନେ ସେ ଉପରକୁ ପାହାଚ ଅଛି। ପାହାଚରେ 675 ପାହାଚ ତ ଆମେ ଚଢ଼ିକି ଯାଇପାରିବାନି ଏ ଖରାରେ। ଆପଣମାନଙ୍କୁ ମୁଁ କିଛି ଅଂଶ ସାଇଡ଼ର ଆଗର ଦେଖାଇ ଦେଉଛି। ଇଏ ବଢ଼ିଆ ପିକନିକ୍ କରିବା ପାଇଁ ବହୁତ ବଡ଼ ଜାଗା ଅଛି। ଆପଣମାନେ ଯେବେ ବି ଆସୁଛନ୍ତି ପିକନିକ୍, ଭୋଜି ଭାତ ବା ପରିବାର ସହ ସବୁ ଆସି ଭୋଜି ଭାତର ଆୟୋଜନ କରି ଦର୍ଶନ କରିବେ। ଏଠି ରୋଷେଇବାସ କରି ଖାଇ ଦର୍ଶନ କରିବେ। ରାଧାକୃଷ୍ଣଙ୍କ ଦେଖନ୍ତୁ ସାକ୍ଷୀ ଗୋପାଳଙ୍କ ଗୋଟେ ମୂର୍ତ୍ତି ହେଇଛି। ବହୁତ ସୁନ୍ଦର ଭାବରେ ପାର୍କ ଅଛି। ଆପଣମାନେ ବସିପାରିବେ, ବସି ମାଙ୍କୁ ଦର୍ଶନ କରିପାରିବେ, ଭୋଜି ଭାତର ମଜା ନେଇପାରିବେ। ସମସ୍ତେ ସପରିବାର ମିଶି ଆସନ୍ତୁ, ମାଙ୍କୁ ଦର୍ଶନ କରନ୍ତୁ, ଭୋଜି ଭାତ କରି ଖାଇ ମାଙ୍କଠାରେ ଅନ୍ନଭୋଗ ବା ପ୍ରସାଦ ଲଡ଼ୁ ଯାହା ମାଙ୍କଠାରେ ଭୋଗ ଲଗାଇ ଆପଣମାନେ ଶାନ୍ତିରେ ଭୋଜି ଭାତ ଖାଇ ମାଙ୍କୁ ଦର୍ଶନ କରି ଆସିପାରିବେ। ଦେଖନ୍ତୁ ପାହାଡ଼ଟି ଉପରେ ଚାରିଆଡ଼େ ଦେଖନ୍ତୁ ପାହାଡ଼ଟାକୁ କେଡ଼େ ସୁନ୍ଦର ଭାବରେ ସଜାଯାଇଛି। ରୋଡ଼ ଅଛି, ପାର୍କ ଅଛି। ଆପଣମାନେ ବସି ମଜା ନେଇପାରିବେ। ଯେତେବେଳେ ବି ଆସନ୍ତୁ ମାଙ୍କ ପୀଠକୁ ଦର୍ଶନ କରନ୍ତୁ, ମଜା ନିଅନ୍ତୁ। ପାର୍କ ଅଛି, ଗଛପତ୍ର ଅଛି, ପାହାଡ଼ ଅଛି, ମାଙ୍କର ମନ୍ଦିର ଅଛି, ଶିବପୀଠ ଅଛି। ସବୁ ମାନେ ବିଭିନ୍ନ ପ୍ରକାର ଅଛି। ଦୋକାନ ବାଡ଼ି, ବଜାର ବାଡ଼ି ସବୁ ଅଛି। ଆପଣ କିଛି ନ ଆଣିଥିବେ ମଧ୍ୟ ଏଠି ସବୁ କିଛି ମିଳୁଛି। ଏଠାରୁ ବି କିଣି ଆପଣମାନେ ସବୁ କରିପାରିବେ। ଦେଖନ୍ତୁ ମୁଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଟିକେ କିଛି ଦେଖାଇ ଦେଉଛି। ସବୁ ଅଂଶ ତ ଏ ଖରାରେ ଆମେ ବୁଲି ଆପଣମାନଙ୍କୁ ଦେଖାଇ ପାରିବୁନି, କାହିଁକିନା ବହୁତ ଜୋରରେ ଖରା ହେଉଛି। ସେଥିପାଇଁ ଆମେ ଟିକେ ଗଛ ପତ୍ର ମାନେ ପାହାଡ଼ ପର୍ବତ ପିକନିକ୍ କେମିତି ଜାଗା ଟିକେ ଅଛି ଭିଡ଼ିଓ ମାଧ୍ୟମରେ ଆମେ ଟିକେ ଦେଖାଇ ଦେଉଛୁ। ସମସ୍ତେ ସପରିବାର ନେଇ ଆସନ୍ତୁ, ମଜା ନିଅନ୍ତୁ। ଇଏ ହେଉଛି ତ ମାଙ୍କର ମନ୍ଦିର। ସିଧା ଉପରେ ଦେଖନ୍ତୁ ଗୋଟେ ବାନା ଗୋଟେ ଦେଖାଯାଉଛି, ସେଇଠି ହିଁ ମା ଅଛନ୍ତି। ସେଇ ଉପରକୁ ତ ଆମେ ତ ଯାଇପାରିବାନି, ପାହାଡ଼ ଉପରେ ଅଛନ୍ତି। 675 ପାହାଚ। ଏ ଖରାରେ ତ ଚଢ଼ି ଯାଇବାଟା ଟିକେ ଅସମ୍ଭବ, ଆମେ ଯାଇପାରୁନୁ। ଆଉ ଥରେ କେତେବେଳେ ମା କାଳୁଆଙ୍କ ସକାଳୁ ଆସିବାର ଅଛି, ଯେତେବେଳେ ଆସିବୁ ଆପଣମାନଙ୍କୁ ପାହାଚର ଦୃଶ୍ୟ ଟିକେ ଦେଖାଇ ଦେବୁ। କେମିତି ଚଢ଼ି ଯିବାର କ୍ଷମା କରିବେ। ଆମେ ପାହାଚ ଉପରକୁ ଯାଇପାରୁନୁ। ଦେଖନ୍ତୁ ଏଇ ଖରାର ଗରମରେ ବି ଲୋକମାନେ ପିକନିକ୍ କରିବାକୁ ଆସିଛନ୍ତି। ଗହଳି ଅଛି, ଭୋଜି ଭାତର ମଜା ନେଉଛନ୍ତି। ଆପଣମାନେ ଯଦି ଆସିନାହାନ୍ତି ଆପଣମାନେ ବି ଆସନ୍ତୁ, ଭୋଜି ଭାତ କରନ୍ତୁ, ମଜା ନିଅନ୍ତୁ।
ମାଆଙ୍କର ଦର୍ଶନ କରନ୍ତୁ। ଏ ମନ୍ଦିର ପାଖର ଚାରିପାର୍ଶ୍ୱର ଦୃଶ୍ୟ ଦେଖନ୍ତୁ। ଦୋକାନ ବାଡ଼ି ବଜାର ଲୋକମାନେ ଗହଳି ଅଛନ୍ତି। ସବୁ ତ ଦେଖିଲେ ଆପଣମାନେ। ଦେଖନ୍ତୁ ପିକନିକ୍ କରିବା ପାଇଁ ଲୋକ ପୁରା ଢେର ଅଛନ୍ତି। ଇଏ ପଛପଟର ମାଆଙ୍କର ଆଉ ଗୋଟେ ମନ୍ଦିର ଦୃଶ୍ୟ। ଆଗପଟର ମନ୍ଦିରଟି ଦେଖିଥିଲେ, ମନ୍ଦିରର ପଛପଟରେ ଆଉ ଗୋଟେ ମନ୍ଦିର। ଇଏ ଦେଖନ୍ତୁ ମାଆଙ୍କର, ଏଠି ବି ମାଆଙ୍କର ସୁନ୍ଦର ମୂର୍ତ୍ତି, ସୁନ୍ଦର ମନ୍ଦିରଟି ହେଇଛି। ଦେଖିବେ, ପୁରା ଦର୍ଶନ କରିବେ, ମାଆଙ୍କର କୃପା ଲାଭ କରିବେ। ସମସ୍ତେ ଆସନ୍ତୁ ମାଆଙ୍କର ମନ୍ଦିରକୁ। ମା କାଳୁଆ ଆପଣମାନଙ୍କୁ ଭଲ ରଖିଥାନ୍ତୁ, ଆଶୀର୍ବାଦ ଏମିତି କରିଥାନ୍ତୁ। ଆପଣମାନେ ଆସନ୍ତୁ, ମାଆଙ୍କର ଦର୍ଶନ କରନ୍ତୁ, ମଜା ନିଅନ୍ତୁ। ପାହାଡ଼, ଝରଣା, ଗଛପତ୍ର ସବୁ ଅଛି, ପାଣି ସବୁ ପାଣିର ମଧ୍ୟ ସୁବିଧା ଅଛି, କିଛି ଅସୁବିଧା ନାହିଁ। ସବୁ ବହୁତ ଭଲ ଲାଗୁଛି। ଆପଣମାନେ ଆସନ୍ତୁ, ଯେବେ ବି ଆସିବେ ଆପଣମାନେ ଦର୍ଶନ କରି ଯିବେ। ଚାଲନ୍ତୁ, ଆମେ ତ ଦର୍ଶନ କଲୁ, ଆପଣମାନେ ଦର୍ଶନ କରନ୍ତୁ, ଆସନ୍ତୁ କେତେବେଳେ।